ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 35। ବୁଧବାର ପୂଜା ନାଚ, ଗୁରୁବାର କେବଳ ନାଚ। ସେ ଗୁରୁବାର ଦିନ ପୂଜା କୁଡ଼ିଆ ଭିତରର ଗଜଗଛ ସବୁ ଓ ପୂଜାର ଫୁଲ ପାଣିରେ ଭସେଇ ଦେଇ ଗାଁ ଲୋକେ ଲାଗି ପଡ଼ିଲେ ତାସରେ। ଖରା ପିଟୁଛି, କିନ୍ତୁ ବର୍ଷା ଦିନର ଖରାକୁ କିଏ ଭରସା? ଆକାଶର ଧଡ଼ିରେ ପୁରୁ ପୁରୁ ମେଘ କୁଞ୍ଚ ପରି ଉଠୁଛି। ଆଜି କାମର ଭିଡ଼ ବେଶୀ, ମାଟିର ବତର ଶୁଖିଯିବ, ନଷ୍ଟ କରିବାକୁ ସମୟ ନାହିଁ। କାମର ନିଶା ମୁଣ୍ଡରେ ପଶିଲା ବେଳେ ପୁରୁଷ ଖୋଜେ ମଝିରେ ମଝିରେ ଲାଉତୁମ୍ବାରେ ମାଣ୍ଡିଆ ପେଜ, ମାଣ୍ଡିଆ ଭାତ, ମଝିରେ ମଝିରେ ଧୂଆଁପତ୍ର। ସ୍ତ୍ରୀ ନେଇଥାଏ ଯୋଗାଣ ବିଭାଗର ଭାର। ହଳ କରି କରି ଦେହ କଟକଟ ହେଲେ ସଞ୍ଜରେ ଫେରି ଢୋଲେ ମଦ। କାମ ଶେଷରେ ପ୍ରାକୃତିକ ପଶୁର ଜୀବନଯାତ୍ରା ନିଘୋଡ଼ ନିଦ। ପୋୟୁ ଭାବେ ତା'ର ଶୁଭଦିନ ଆସିଛି। ଦିଉଡୁ ତା ସଙ୍ଗରେ କଟାଳ କରିବାକୁ ବେଳ ପାଇ ନାହିଁ। ବେଖାତିର କରେ ନାହିଁ, ବରଂ କାମ ବରକେ। କାଲିକି ଗୁଣୁ ପରି ସରୁ ଧାନ ଦେବୁ ପିପଲ ଗଛର ପଦରେ ବୁଣିବା, ଆଉ କିଛି ଠାକୁର ଭୋଗ ରଖିଥିବୁ ଏସାଲେ ବୁଣିଥିବା। କେତେବେଳେ କେଉଁ ପ୍ରଭୁ ଅଧିକାରୀ ଗାଁକୁ ଚାଲି ଆସୁଛନ୍ତି। ସିଧା ଦେବାକୁ କିଛି ଭଲ ଦାନ ନାହିଁ। ପୋୟୁ ମନ ପ୍ରାଣ ଢାଳି କାମ କରେ। ନିଛାଟିଆ ସଞ୍ଜ ବୁଡ଼େ। ବଣ ଗହଳି ଜାକର ଦେବତା ପାଖେ ଦିଟା ଜଳନ୍ତା ସଳିତା ଗୋଟାଏ ଫୁଲ ଥୋଇ ଦେଇ ଜୁହାର ହୋଇ ପୋୟୁ କହେ, ମହାପ୍ରଭୁ, ନିଆଶ୍ରୀର ଗୁହାଣୀ ଶୁଣିଛ, ଗରିବ ହାକିନାର ଗୁହାଣୀ ଶୁଣିଛ। ତୁମକୁ ଅଶେଷ ଧନ୍ୟବାଦ। ଏମିତି ଦୟା ରଖିଥିବ ମହାପ୍ରଭୁ। ଯାହା କହିବ ତାହା ଦେବି। ସବୁଦିନେ ସଳିତା ଜାଳୁଥିବି। ଦିଉଡୁ ସାଉନ୍ତା ଆପଣାର ପ୍ରାଣର କଥାକୁ ଆଲୋଡ଼ି ଦେଖେ ନାହିଁ। ଦେଖେ ତାର ତାସକୁ। ଭାବେ କେବେ ବୁଣାବୁଣି ସରିଯିବ ସେ ନିଶ୍ଚିନ୍ତ ହେବ। ଖାଦ୍ୟର ସୁଆଦ ତାର ମନେ ପଡ଼େ ନାହିଁ। ପୋୟୁ ସୁଆଦ ତାର ମନେ ପଡ଼େ ନାହିଁ। କେବଳ ତା ଆଖିରେ ଗୋଟାଏ ଦୃଶ୍ୟ। ଏତେ ଯେ ବାପ ଗୋସାବାପାଙ୍କ ଅମଳରୁ ତାର ଜମି। କେବେ ତାର ବୁଣାବୁଣି ସରିବ? ଚାଷୀର ଦୃଷ୍ଟିରେ କେବଳ ପାଗ ହିଁ ବଡ଼। ଗୋଟାଏ ଦିନ ନଷ୍ଟ ହେଲେ ଫଳ ପାଚିଲା ବେଳେ ଗଡ଼ିସା ଗଡ଼ିସା ଧାନ ନଷ୍ଟ ହୋଇଥିବ। କେଉଁ ଗଛ ସାନ ହୋଇଯିବ, କେଉଁଥିରେ ପୋକ ଲାଗିଯିବ। ଦିଉଡୁ ସାଉନ୍ତା ଗୋତିହଳିଆମାନଙ୍କ ପଛେ ପଛେ ବୁଲେ। ବଳଦଙ୍କ ସଙ୍ଗେ କଥା କହେ। ମାଟି ବଳଦ ଚାଷୀ। ଗୋଟାଏ ଜିନିଷ ତାର ମନରେ ଖେଞ୍ଚା ଦିଏ, ଖାଲି ଯାଇ ଲେଞ୍ଜୁ କକାର କ'ଣ ଘଟି ଯାଇଛି। ସେ ଭଲରେ ନାହିଁ, ମନ୍ଦରେ ନାହିଁ। କଡ଼ାକର ସାହାଯ୍ୟର ଆଶା ତାଠୁ ନାହିଁ। କେବଳ ମନ ଖୁସିରେ ମଦ ପାଣି ପିଇ ଧୁଙ୍ଗିଆ ଟାଣି ଟାଣିକା କୁଆଡ଼େ ସେ ହଜି ଯାଉଛି। ଦିଉଡୁ ବୁଝି ସାରିଥିଲା, ଲେଞ୍ଜୁ କକା ଭିନେ ମଣିଷ ହୋଇଯାଇଛି। ବେଶୀ ତର୍କ କଲେ କେବଳ ସେ ଅନିଷ୍ଟ ବିହାଇବ। ତାକୁ ଗାଳି ଦେଲେ ଗାଁର ବୁଢ଼ାମାନେ ତାର ପଟ ନେବେ। ବର୍ତ୍ତମାନ ନୁହେଁ, ପରେ ସେ ଦାଉ ସାଧିବ ଲେଞ୍ଜୁ କାକା ଉପରେ। ଦେଖୁଛୁ ପୋୟୁ, ଲେଞ୍ଜୁ କକାର କଥା। କାହିଁକି ଏତେ ତୁ ରାନ୍ଧିବାଢ଼ି ତାକୁ ଦେଉଛୁ? ଏତେ ଚର୍ଚ୍ଚା ତାକୁ ନ କଲେ କ'ଣ ହୁଏ ନାହିଁ? ପୋୟୁ ଖୁସି ହୁଏ। ଏତିକି ମର୍ମ ସେ ବୁଝେ ଯେ ସ୍ୱାମୀ ପୂର୍ବ ପରି ଘରକରଣାର ଗହନ କଥା ତା ସହିତ ଆଲୋଚନା କରୁଛି। ସେ ପ୍ରତିବାଦ କରେ ନାହିଁ। କିନ୍ତୁ ଲେଞ୍ଜୁ କକା ଯାହା ହେଉ, ତାର ପଡ଼ିକାଠ କରିବାକୁ ସେ ଭାବି ହିଁ ପାରେ ନାହିଁ। ବେଳ ଦେଖି ଲେଞ୍ଜୁ କକା ପାଖେ ଆସି ଅଳି କରି ବସେ। କକା, ଏତେ ଜମି ଜଣକିଆ ଲୋକ କ'ଣ ବୁଣାବୁଣିକୁ ପାରି ଉଠିବ? ତୁମେ ଟିକିଏ ଦେଖାଶୁଣା କଲେ ହୁଅନ୍ତା ନାହିଁ? ଲେଞ୍ଜୁ କନ୍ଦ ହସେ। ପୋୟୁକୁ ସେ ଭଲ ପାଏ। କଷ୍ଟ ଦେବାକୁ ତାର ଇଚ୍ଛା ନାହିଁ। କିନ୍ତୁ ଠିକ୍ କେଉଁ ଜାଗାଟା ତାର ଜଖମ କେମିତି ସେ ବୁଝେଇବ ସର୍ବୁ ସାଉନ୍ତର ବୋହୂକୁ? କାଲିକି ଯିବ କାକା? ହାଁ ହାଁ, କାଲିକି ଆଉ ଲେଞ୍ଜୁ କାକା ଯାଏ ନାହିଁ। ବାରିକ ଘର ତଳ ପର୍ବତର ଢାଲୁରେ ବସି ଖାଲର ଗୁଡ଼ିଆମାନଙ୍କୁ ଅନାଏ। ସେଠି କାମ ଲାଗିଛି। ମଣିଷର ଝାଳ, ବଳଦର ଝାଳ, ମାଟିର ଝାଳ ଆଉଟା ଆଉଟେ। ମଣିଷ ଚଷି ଯାଉଛି, ବୁଣି ଯାଉଛି। କନ୍ଧୁଣୀ ସ୍ତ୍ରୀ ଲୋକ ଡାଲାରେ ବାଉଁଶିଆରେ ଫସଲର ବିହନ ଟେକି ଧରିଛି। କନ୍ଧ ନେଇ ଆଞ୍ଜୁଳା ଆଞ୍ଜୁଳା କରି ଫୋପାଡ଼ୁଛି। ହଳର ବଛାବଛି ନାହିଁ। ଗାଈକୁ ବଦଳ, ବଳଦକୁ ଷଣ୍ଢ। ବଳଦକୁ ବଳଦ, ଗାଈକୁ ଗାଈ, ଯେ ଯାହା ଯାଇଛି ଯୋଚି ଯାଇଛି। ତଳେ ଧାନ, ଢିପରେ ମାଣ୍ଡିଆ, ତାହା ଉପରକୁ ସୁଆଁ, ପର୍ବତ ଢାଲୁରେ ବଡ଼ ହରଡ଼, ଠାକେ ଠା ଚଡ଼ା। ମେଘ ଦେବତା ପାଣି ଦେବ, ଭାସି ବୁଲିବ ସଢ଼ାପତ୍ରର କଳାଖତ। ଓଟାମଡ଼ା ଲେହେଁପୁରୁ ପାଏପା, ପାଏର ମାଡ଼ା ଲେହେଁ ଲାଲା ଯାଯାପେ। ବଣର ଗଛ ଲଟା ପରି ତାସ ମାଡ଼ିଯିବ। ଜଙ୍ଗଲ ପରି ତାସ, ବଣରେ ବିଲରେ ତାସ ଅସୁମାରେ।
ଲୋକଙ୍କ କୁହାଟ ଶୁଭେ, ଲୋକଙ୍କ ପରିଶ୍ରମ ଦିଶେ। ଗାଁରେ କେହି ନାହିଁ, ଜମିରେ ସମସ୍ତେ। ଲେଞ୍ଜୁକନ୍ଧ ଅଳସେଇ ଅଳସେଇ ଭାବେ, ପୁଅ କହିଥିଲା ପରା। କହିଥିଲା, କିନ୍ତୁ କ'ଣ ସେ ବୁଝିବ ପିଲା ଲୋକ? ଦିଉଡ଼ୁର ବିଚାରର ଠିକ୍ ନାହିଁ। ତାର ଘଡ଼ିକେ ଘୋଡ଼ା ଛୁଟେ। ଦିଉଡ଼ୁ ବୁଝିଛି ପରା, ସରବୁ ସାଉନ୍ତାର ସାନ ଭାଇ ତାର ଆଶ୍ରିତ। ସେ ପରଠୁ ଅଧିକ। ଏହି ସଂସାରରେ ଭାଇ ଥିଲା ବେଳେ ତାର ସବୁ ଥିଲା, ଆଜି କିଛି ନାହିଁ। କାହା ପାଇଁ ହାଡ଼କୁ ହାଡ଼ ବଜେଇ ଚମ ଧୁଡ଼ୁକେଇ ସେ ଖଟି ମରିବ। ଗୋଟାଏ ପେଟ ତ ପୂରିବ ନାହିଁ କ'ଣ? ଅଭିମାନ କରୁ କରୁ ଉଦାସ ଓହ୍ଲାଏ। ପୁରୁଣା ମନର ରୋଗ ତାର ମନେ ପଡ଼େ। କିଛି ତାର ନାହିଁ, କେହି ତାର ନାହିଁ। ବସେ, ଧୂଆଁ ଖାଏ। ତୁନି ହୋଇ ବାରିକ ଘର ଭିତରକୁ ପଶିଯାଇ କଣେଇ ଡାକେ, ସୋନା ଦେଇ ଅଛୁ? ବୁଣାବୁଣି ଚାଲିଲା 7-8 ଦିନ। ମଝିରେ ମଝିରେ ମେଘ ତୋଫାନ ହୁଏ। ଶୀତଦିନ ବଢ଼େ। କାଉନ୍ଦା ମେଘ ପାଣିର ଦିନ ବଢ଼େ। ବର୍ଷାର ଝଡ଼ି ପାଇଁ ପ୍ରସ୍ତୁତ ହେବାକୁ ଚାଳିବା କାଠ ସାଇତା ହେଉଛି। ଜେଜା ପିଣ୍ଡାରେ ସ୍ତୂପ ପରିମାଣେ ଶିଆଳି ପତ୍ର ଗଦେଇ ଜେଜା ବସିପଡ଼ି ପତ୍ର ବର୍ଷାତି ତର୍ଲା ତର୍ଲି ବୁଣୁଛନ୍ତି। ଭିଡ଼ ଭାରି। ହାକିନାକୁ କୋଡ଼ରେ ପୂରେଇ ପୁୟୁ ବସି ସ୍ୱାମୀର ସୁବିଧା ତିଆରି କରୁଛି। ଆପଣା ଦୁଆର ମୁହଁରେ ଗୋଡ଼ ଲମ୍ବେଇ ସମସ୍ତେ ଘରକୁ ଘରଣୀ। ରାଉ ରାଉ ହୋଇ ମେଘ ମାଡ଼ି ଆସିଲା। ପୁୟୁ ଦୁଆର ମୁହଁରେ ବସି ତର୍ଲି ତର୍ଲା ବୁଣୁଥାଏ। ଘଡ଼ଘଡ଼ି ଉତ୍ତାରୁ ଘଡ଼ଘଡ଼ି ମାରେ। ପବନ ପାଣି ଏକାଠି ଘାଣ୍ଟି ଚକଟି ହୋଇ ପର୍ବତ ଉପରେ ପ୍ରଳୟ କରିଯାଏ। ପୁୟୁ ଭାବୁଥାଏ, ଦିଉଡ଼ୁ କେଉଁଠି ଆଶ୍ରୟ ନେଲା। ମୁଣ୍ଡେ ବେଳ ଥାଏ। ମେଘ ଫାଙ୍କରେ ସୂର୍ଯ୍ୟ କେବଳ ଖଣ୍ଡେ ଅମଜା ଥାଳି ପାଣିରେ ଜୁଡ଼ୁବୁଡ଼ୁ ହୋଇ ଶୀତରେ ଥରି ଥରି ଦିଉଡ଼ୁ ଆସିଲା। ପୁୟୁ କହିଲା, କାହିଁକି ତିନ୍ତି ବୁଡ଼ି ଆସିଲ? ହଉ ଆସ, ନିଆଁ ଟିକିଏ କରେ, ଟିକିଏ ସେକି ହୁଅ। ଘରେ ପାଦ ନ ଦେଉଣୁ ଦିଉଡ଼ୁର ମହାରାଗ। ଗୋଡ଼ କଚାଡ଼ି ଆଖି ତରାଟି ଦିଉଡ଼ୁ ଗାଳି ଦେଇ ଲାଗିଲା, ମଣିଷ ଖଟି ଖଟି ମରୁଛି, ସାହାଯ୍ୟ କରିବାକୁ କେହି ନାହିଁ। ତର୍ଲା ତର୍ଲି ଛତା ଛତୋଡ଼ି 2 ଖଣ୍ଡ ଏପର୍ଯ୍ୟନ୍ତ ତିଆରି ହୋଇପାରିଲା ନାହିଁ। ସେଥିପାଇଁ ପୁୟୁ ଦାୟୀ। ବିଲ କାମ ଏତେ ଡେରି ଲାଗୁଛି, ସେଥିପାଇଁ ଦାୟୀ ଲେଞ୍ଜୁକନ୍ଧ। କିଏ ନ ଜାଣେ ସେ ସବୁବେଳେ ଡମ୍ବ ଘରେ ମିଶିକରି କାମ ବି କରୁନାହିଁ, ଅଲଗା ବି ହେଉନାହିଁ। ଲେଞ୍ଜୁକନ୍ଧଠୁ ପୁୟୁଠୁ ଲେଞ୍ଜୁକନ୍ଧ ଗାଳି ଚାଲିଲା। ପଚାରିଲା, ମଦ ଅଛି? ଯାହା ଥିଲା ସକାଳେ ତ ଖାଇଯାଇଥିଲ, ଆଉ କେଉଁଠୁ ଆସିବ? ନା, କିଛି ନାହିଁ। ପୁବୁଲି ଥିଲା ବୋଲି ସିନା ସବୁ ସଜାଡ଼ି ରଖୁଥିଲା, ଆଉ କିଏ ରଖିବ? କିଏ ବୁଝିବ ଯେ? ପୁଣି ପଡ଼ିଗଲା ପୁବୁଲିର କଥା। ସେ ବିବାହ ହୋଇଗଲା, ସେଇଥିପାଇଁ ବି ପୁୟୁ ଦାୟୀ। ରାଗି ଗରଜି ଦିଉଡ଼ୁ କହିଲା, ରହେ, ତତେ ନିକାଲିବି। ସେ ଲେଞ୍ଜୁ ବୁଢ଼ାକୁ ନିକାଲିବି, ବାରିକର ଘର ଉପାଡ଼ି ଦେବି, ଯାଇ ମୋର ମନ ତାପରେ ଶାନ୍ତ ହେବ। ତିନ୍ତି ତିନ୍ତି ଗାଁ ଭିତରକୁ ଚାଲିଗଲା ଦିଉଡ଼ୁ। ପୁୟୁ ଥରୁଥାଏ। ଏତେ ଦିନ ପାଗ ଭଲ ଥିଲା, ଆଜି ପୁଣି କେଡ଼େ କଠିନ କଥାଗୁଡ଼ାଏ ସେ କହେ। ବଜ୍ର ପରି ଚୂନା କରିଦେଇଯାଏ ମଣିଷକୁ। ମଝିରେ ଦିନ କେଇଟାର ଖୁସି ଆନନ୍ଦ ପୁୟୁ ଭୁଲି ଯାଇଥିଲା। ସେ ଯେଉଁଠି ସେଇଠି। ଅନ୍ଧାର ବଢ଼ି ଚାଲିଛି। ତଳୁ ଉପର ଯାକେ ମେଘର ଦରିଆ। ସେଠି ଆରାମ ନାହିଁ, ଉଷୁମ ନାହିଁ। କାହିଁକି ଏଠି ସେ ମୁଣ୍ଡମାଡ଼ି ପଡ଼ି ରହିଛି? ପୁୟୁ ଭାବୁଥିଲା। କି ଆଶା ଏଠି ଅଛି? ପୁଣି ଦିଉଡ଼ୁ ସେଇ ଭୀମ ଅବତାର। କେଉଁଠି ମଦ ପେଟେ ପିଇ ଖୁଣି କରି ସେ ଫେରି ଆସିବ, ଦୋଷ ଦେବ, ଶୋଧିବ। ହୁଏତ 2ଟା ପିଟି ଦେବ ବି। ମେଘ କଟିଗଲେ ଖଞ୍ଜ ଦେଖି ଚାଲିଯିବ ଧାଙ୍ଗିଡ଼ି ଖୋଜି, ଆଉ କେଉଁଠି ମଉଜ କରିବାକୁ। ହାତ ଉପରେ ଗାଲ ଭରା ଦେଇ ମେଘକୁ ଅନାଇ ପୁୟୁ ବସି ରହିଲା। ଧୀରେ ଧୀରେ ମନରେ ବିଦ୍ରୋହ କୁହୁଳୁଛି। ବର୍ଷା ଦେଖି କିଛି ଆଶା ଆସୁନାହିଁ। ପୁଣି ତାର କପାଳ ଓଲିଟିଛି। ପୁଣି ଦିନାକେତେ ଅଶାନ୍ତି କରି କରି କଟେଇ ଦେବ ଦିଉଡ଼ୁ। ସଳଖ ବାଟ କାଟିଯିବାକୁ ତାର ଅଣ୍ଟାରେ ବଳ ନାହିଁ। ଘଡ଼ଘଡ଼ି ମାରିଲା। ଅନ୍ଧାର ଘରୁ ହାକିନା କାନ୍ଦି ଉଠିଲା। ପୁୟୁ ଭିତରକୁ ଦୌଡ଼ିଗଲା। ବାରମ୍ବାର ମନ ଉଡ଼ି ପଳାଇବାକୁ ଚାହେଁ। ବାରମ୍ବାର ଖେଞ୍ଚି ଦେଇ ଟାଣି ଆଣେ ଏଇ ହାକିନା। ଉପାୟ ନାହିଁ। ଝରଝର ମେଘ ବରଷୁଥାଏ। ଦିଉଡ଼ୁ ଆଉ ଆସିଲା ନାହିଁ। ପୁଅକୁ ଶୁଆଇ ପକାଇ ସେ ଗୋଟିଏ ଜାଗାରେ ବସି ରହିଥାଏ ପୁୟୁ। ଜାମିରୀର ଘରେ କବାଟ ପଡ଼ିଛି। ଶୀତ ବରଷା ବୁଢ଼ାହାଡ଼ ସହେ ନାହିଁ। ଦୁଃଖ ସୁଖ ହେବାକୁ କେହି ଗୋଟାଏ ନାହିଁ। କେବଳ ମେଘର ଦୃଶ୍ୟ ଦେଖୁଛି। ସ୍ୱାମୀ ଥାଇ ସ୍ୱାମୀ ନାହିଁ। ପର୍ବତ ଉପରୁ ଉଡ଼ି ଉଡ଼ିକା ଚାରିଆଡ଼େ ବିଛେଇ ହୋଇଯାଉଛି ମେଘର ବାମ୍ଫ। ରାଉ ରାଉ ଗର୍ଜନ କରି ମୁଡ଼ି ବଙ୍କେଇ ମେଘର ସର ପଞ୍ଜା ପଞ୍ଜା ହୋଇ ପିଟି ଯାଉଛି, ବିନ୍ଧି ଯାଉଛି। ଅନ୍ଧାର ଚହଲୁଛି, ଅନ୍ଧାର କମୁ ନାହିଁ। ଦାଣ୍ଡ ଦୁଆରେ ସୁଅ ପଡ଼ିଛି।
କେବଳ ଗୁଡ଼ାଏ ଆତଙ୍କ ପ୍ରଳୟର ଗର୍ଜନ, ସବୁ ଭଙ୍ଗା ଭଙ୍ଗି ଧସାଧସି ହୋଇ ଚାଲିଯିବା ଦୃଶ୍ୟ। ମେଘର ଠାକୁର ବିମାରଜା ମାତିଛି। ମଣିଷର ଆଶା ଭରସା ଆସି ଚାଲିଯାଉଛି ସେଇ ଅଭିଯାନର ଛଟକରେ। ଆଲୁଅ ନାହିଁ। ସେହି ବିପଦ ତଳେ ମୁଣ୍ଡ ନୁଆଇଁ ଦେଇ ଶୀତରେ କୁଙ୍କୁରି କାଙ୍କୁରି ହୋଇ ମେଞ୍ଚା ହୋଇ ବସି ପଡ଼ିଲା ପରେ କେତେଗୁଡ଼ିଏ ଖାଲି କନ୍ଧ କୁଡ଼ିଆ। ବଣ ଭିତରେ ପଥର ସନ୍ଧିରେ ତା'ର ପତ୍ତା ନାହିଁ। ପୁୟୁ ସେହି ଦୃଶ୍ୟରେ ଆତ୍ମହରା ହୋଇଥିଲା। କୁଢ଼ କୁଢ଼ ପର୍ବତ, କୁଢ଼ କୁଢ଼ ବଣ, ପ୍ରକୃତିର ପର୍ବତ ଦେଶରେ ମଣିଷର ବସତି ପିମ୍ପୁଡ଼ି ଗାତ ପରି। ସେଠି ମଣିଷର ଅଭିମାନ ନାହିଁ, କେବଳ ଭାଗ୍ୟବାଦୀ ସେ। ସେହି ଦୃଶ୍ୟରେ ଆତ୍ମହରା ହୋଇଥିଲା। ଜାଣତା ମନରେ ଚିନ୍ତା ଲେଶ ମାତ୍ର ନାହିଁ। ଅଜଣା ମନରେ ଗହିରେ ଗହିରେ ବାଜି ଲାଗିଛି ମେଘର ଧ୍ୱନି। ସେଠି ଚିତ୍ର ଉପୁଜିଛି, ଅନୁଭୂତିର ବିଚିତ୍ରତା ଅଛି। କିନ୍ତୁ ସବୁ ଆବରି ରହିଛି କରୁଣ ରସର ବହଳ ମେଘ। କେବଳ ପ୍ରତିଛବି। ପଦାରେ ଗୋଟାଏ କୁକୁର ଛୁଆ ବି ନାହିଁ। ବେଳ ଢଳୁ ଢଳୁ ବଢ଼ି ଲାଗିଛି ବରଷାର ବପୁ। ତିନ୍ତି ବୁଢ଼ୀ ଜଣେ ଆସିଲା। ଧାଇଁ ଧାଇଁ ଜଟା ଫୁରୁଫୁରୁ କରି ଆସିଲା। ସେ ଦେଉଡ଼ ନୁହେଁ, ସେ ଲେଞ୍ଜୁ କକା। ପୁୟୁ ଦେଖି ଚମକି ପଡ଼ିଲା। ମୁହଁରେ ଚାହାଣୀରେ ଏ କି ତୋଫାନ! ଆସୁ ଆସୁ ଗର୍ଜନ କରି ଲେଞ୍ଜୁକନ୍ଧ କହିଲା, ପୁୟୁ, ମୋର ପୁଅ ହୋଇ ତଣ୍ଟି ଧରି ମୋତେ ଦେଉଡ଼ ନିକାଲି ଦେଲା। ମୁଁ ଯାଉଛି। କ'ଣ କହୁଛି ଏ? ପୁୟୁର ଛାତି ଭିତରେ କ'ଣ ହୋଇଗଲା। ଏମିତି କାହିଁକି ଥରୁଛି ସେ? ବାୟାପରି ଆଖି ତରାଟୁଛି। ଲେଞ୍ଜୁ କକା, ତୁମର ଦେହ ଭଲ ନାହିଁ, ବସିପଡ଼। ଧୁଙ୍ଗିଆ ଖାଅ, କ'ଣ ଟିକିଏ ଦିଏଁ। ଆଉ ବସିବେ ଏଠି? ଏଟା ପରା ତାର ଘର। ଏ ଘର ଦ୍ୱାର ବିଲବାରି ସବୁ କୁଆଡ଼େ ତାର, ସେ କହୁଛି। ଆଉ ଏଠି ମୋର କି କାମ? ମୋତେ ଘରୁ ହାବୁକା ମାରି ନିକାଲି ଦେଲା ସେ। ମୋର ଦେହରେ ହାତ ଦେଲା, ବୁଢ଼ା ଲୋକ ନିପାରିଲା ଦେଖିଲା। ଆରେ ତୁ କାଲିକାର ପିଲା, ମଦ ମାଇକିନିଆ ହୋଇ ଏଡ଼େ ମୁଣ୍ଡ ତୋର ବିଗିଡ଼ି ଗଲାଣି, ତୁ କହିବୁ ମୋତେ ନିକଲ? ଆଜି ମୋର ଭାଇ ମରିଗଲା ବୋଲି ସିନା କୋଉ କଣରେ କୁକୁର ପରି ତୁ ଲୁଚି ବୁଲୁଥିଲୁ, ଆଜି ଏଡ଼େ ହୋଇଗଲୁ। ସବୁ ମୋର କହି ମୋତେ ଖେଦୁଛୁ। ପଟକାର, ଗଣ୍ଡା, ନିସ୍ତା ପିସ୍ତା, ଆଜି ବି ଟାଙ୍ଗିଆ ଫାଳରେ ତୋର ମୁଣ୍ଡ ଉଡ଼େଇ ଖେଦୁଛି। ପଟକାର, ଗଣ୍ଡା, ନିସ୍ତା ତୋ ମୁଣ୍ଡକୁ ଉଡ଼େଇ ଦେଇ ପାରନ୍ତି। ହଉ, ଖୁଣି ଚଳେଇବେ ନାହିଁ ତୋ ଉପରେ। ତୁ ମୋର ଭାଇର ପୁଅ, ନହେଲେ ଟିକି ଟିକି କରି ତୋତେ କାଉସା ଗୁଣକୁ ଦେଇ ଦିଅନ୍ତି। ତତେ ଏ ଦର୍ମୁ ଦଣ୍ଡ ଦେଉ, ଏ ଦର୍ତ୍ତନୀ ଦଣ୍ଡ ଦେଉ। ତୋର ଘୋର ନସିଯାଉ, ଦେହ ନସିଯାଉ, ଖୋ ପୋ ସମସ୍ତେ। ପୁୟୁ ତାର ପାଦ ଧରି ପକାଇ କାନ୍ଦି କାନ୍ଦି ଲୋଟିଗଲା। କହିଲା, କ'ଣ ତୁମେ କହିଯାଉଛ ଲେଞ୍ଜୁ କକା? ଏମିତି ତ ତମେ କେବେ କହ ନାହିଁ। ରାଗରେ କାନ୍ଦ କାନ୍ଦ ହୋଇ ଲେଞ୍ଜୁକନ୍ଧ କହିଲା, ଏଡ଼େ ଝଡ଼ି ବରଷା ବାରିଖରେ ନିଆଁ ପାଖେ ବସି ତାପି ହେଉଥିଲି। କାହାର କି ଦୋଷ ମୁଁ କରିଛି? କ'ଣ ଖାଇଯାଉଛି, କ'ଣ ଉଜାଡ଼ି ଦେଉଛି? ଭୂତ ପରି ଆଡ଼ୁ ଆସିଲା, ଯାହା ତୁଣ୍ଡରେ ଆସିଲା ତାହା କହିଗଲା। ମୋ ବାପ ଦିନୁ ନ ଶୁଣିବା ଘିଡ଼ଘାଡ଼ିଆ କରି ମୋତେ ଘୋଷାଡ଼ି ଆଣି ପାଣିକି ଠେଲି ଦେଇ କହିଲା, କ'ଣ ନା ଯା, ମୋ ଘର ଛାଡ଼ି ଯା, ପଳା, ଆଉ ଏଠି ଛାଇ ମାରନା। ମୋ ମାନ୍ୟ ମାନତା ଭୁଲିଲା। ବାପ ତତେ ହୁଡ଼ିଲା। ସବୁଦିନେ ଗୋତିକୁ କହିଲା ପରି ମୋ ସାଙ୍ଗେ ଲାଗିଥିବ। ଆଉ ରହିବି ଏଠି? ତତେ କହିଦେଇ ଯିବାକୁ ଆସିଲି। ହୁସିଆର ଥିବୁ। କେମିତି ପିଲା ହୋଇ ତୁ କେମିତି ପଟକାର ସାଙ୍ଗେ ଚଳୁଛୁ। ଆଉ ମୋତେ ବଳା ନା ମା। ବେଶୀ ରିସା ଚଢ଼ିଲେ କ'ଣ ପୁଣି ଖୁଣି ଚଳିଯିବ। ମୁଁ ସମ୍ଭାଳି ପାରିବି ନାହିଁ। ଛାଡ଼, ମୁଁ ଯାଏ। ଲେଞ୍ଜୁ କକା ବେଶୀ ମାତି ନାହିଁ। ଦେଉଡ଼ କ'ଣ ଏତେ ତେଣେ ପ୍ରଳୟ କରିଛି। ପୁୟୁ ଲେଞ୍ଜୁକନ୍ଧକୁ ଛାଡ଼ିଦେଲା। ସେହି ଦୁଆରେ ବର୍ଷାରେ ତିନ୍ତି ଠିଆ ହୋଇ ଲେଞ୍ଜୁକନ୍ଧ ବିକଟ ଚିତ୍କାର କରି କାନ୍ଦି କାନ୍ଦି କହିଲା, ଆରେ ମୋର ଭାଇ ସରବୁ ସାଉନ୍ତା, ତୁ ଦେଖ, ତୁଇ ଶୁଣ, ମୋର ଭାରିଚା ମରିଗଲା, ଭାଗ୍ୟ ନସିଗଲା। ଏବେ ଦିନେ ମୁଁ ତୋଠୁ ଭିନେ ହୋଇ ନାହିଁ। ତୋରଟା ମୋର କରିଛି, ତୋର ଘର ସମ୍ଭାଳିଛି। ତୁ ମୋ ମୁଣ୍ଡରେ ସବୁ ସମ୍ପି ଦେଇ ଚାଲିଗଲୁ। ଏ ଢିଅର ଢମଣା ପରି ମୁଁ ଆଡ଼ି ରହିଥିଲି। ଆଜି ତୋର ପୁଅ ମୋତେ ତଡ଼ିଦେଲା। ମୁଁ ଯାଉଛି। ବରଷାର ବେଗ ବଢ଼ିଲା। ହାତୀବନ୍ଧ ପାଖେ ଭଙ୍ଗା କାନ୍ଥରୁ ଖଣ୍ଡେ ତଳେ ଧୁଡ଼ଭୁସ୍ କରି ଅଜାଳି ହୋଇପଡ଼ିଲା। ହେଇ, ଲେଞ୍ଜୁ କକା ଚାଲି ଯାଉଛି। କାନ୍ଦଣା ଭିତରେ ପୁୟୁ ଭୟ ବି ହେଲା। କ'ଣ ଦେଖୁଛି ସେ? କ'ଣ ଏସବୁ ଘଟିଯାଉଛି? ତାର ମୁଣ୍ଡ ଘୂରିଗଲା। ସଞ୍ଜ ପାଖ ହୋଇ ଆସୁଛି। ମେଘ ଅନ୍ଧାର ଖୁମୁରି ଖୁମୁରି ବଢ଼ୁଛି। ଆକାଶ ବ୍ୟାପୀ ଗୋଟାଏ ପ୍ରଚଣ୍ଡ କଳାଭାଲୁ ଓହ୍ଲାଇ ପଡ଼ୁଛି, ମାଡ଼ି ବସୁଛି। ଚାରିଆଡ଼ର କଳା ଘୁମର ଅବୟବ ତାର ଏକାଠି ହୋଇଯାଉଛି। ମଝିରେ ତାର ଧୋବଲା ଛାତି ମାଡ଼ି ବସୁଛି। କି ଭୟଙ୍କର! ଲେଞ୍ଜୁ କକା କ'ଣ ସତେ ଚାଲିଗଲା? ପୁୟୁ ଭାବୁଥାଏ। ଆଉ ସେ ଆସିବ ନାହିଁ। ଏତେ ବଡ଼ ଝଡ଼ି ବରଷାରେ କୁଆଡ଼େ ସେ ଯିବ?
ପବନ ଦୁଲୁକାରେ ଶୀତରେ ମଞ୍ଜ ଥରି ଯାଉଛି, ଖାଇଯାଏ ନାହିଁ। କ'ଣ ହେଲା ଇଏ? ପୁୟୁକୁ ଅସ୍ଥିର ଲାଗିଲା। ଭାବିଲା ସେ ଦିଉଡ଼କୁ ଖୋଜିବାକୁ ଯିବ। କ'ଣ କରିବ ଦିଉଡ଼? ତାର ହେଲେ ବା ସେ ବଳୁଆ କି ମଦୁଆ? 10 ଲୋକଙ୍କୁ ଆଗରେ ବାହା ହୋଇଛି ତ ଭାରିଜାକୁ, ବିଭା ହେଲା ଭାରିଜା, ରଖୁଣୀ ନୁହେଁ। କିନ୍ତୁ ହାକିନାକୁ ଏକା ଛାଡ଼ି ପଦାକୁ ଗୋଡ଼ ବଢ଼ାଇବାକୁ ତାକୁ ଡର। ପୁୟୁ ସେଇଠି ବସି ରହିଲା। କିଛି ସମୟ ପରେ ମଦ ପିଇ ପାଟି କରି କରି ଦିଉଡ଼ ଆସିଲା। ଆରେ ପୁୟୁ, ଆରେ ହଡ଼ା, କୁଆଡ଼େ ଗଲା ସେ ବୁଢ଼ାଟା? ଏଣେ ଆସିଥିଲେ କି? ସାନ ବାପା ଲେଞ୍ଜୁ କକା, ଗଣ୍ଡା ପଟକାର ନିସ୍ତା ପିସ୍ତା ଦୁନିଆ କାହିଁକା, ମଦୁଆ ଡମଟାକାର ସେଟା। ଡମ ଘରେ ଖାଉଛି, ଡମୁଣି ବାଇଁକିନା ରଖିଛି, ସେଟା କାହିଁକି ମୋର ଇଚ୍ଛା ବା ହବ? ବୋଲାଉଛି ମୋର ହିତକାରିଆ। ଆହା, କାସିର ମାରଲି, ବିହନ ବୁଣିଲି, ଦିନେ ଜମି ଉପରକୁ ଦେଖା ନାହିଁ। ଯେତେବେଳେ ଯାଅ ଲୁଙ୍ଗୁଡ଼େଇ ଡମ୍ବାରୀ ଘର ଭିତରେ ବଖରାରେ ଚୁଲିମୁଣ୍ଡ ପାଖେ ବସିଥିବ, ସେ ଡୁମ୍ବେଇ ଡୁମ୍ବେଇ ସଦାବେଳେ ମଦ ପିଉଥିବ, সোনা ଦେଇ ମୁହଁକୁ ଅନେଇ ବସିଥିବ। କାମ ନାହିଁ, କମାଣେ ନାହିଁ, ବୁଡ଼ି ବୁଡ଼ି ପାଣି ପିଉଥିବୁ ତୁ। ମୁଁ ଜାଣିବି ନାହିଁ? ମୁଁ ସାଉଁତା, ତୁ ମୋର ପରଜା। ତୁ କନ୍ଧ ହୋଇ ଡମ୍ବ ଘରେ ବନ୍ଧୁ କରିବୁ, ଦୁନିଆ ହବୁ, ମୋ ଗାଁରେ ଘର କରି ରହିଥିବୁ। ତୋଟା କିଏ ବେ? ତୁ ମୋର କକା? ମୋର କକା ତ ମାଇକିନା ବୋଇଲେ ମୁହଁ ଟେକିବ ନାହିଁ, ବେଜୁ ଅଣପୁରୁଷା ପରି ଥିବ। ମୋର ଇଚ୍ଛାବା ନାହିଁ, କେହି ନାହିଁ। ମୋର ଇଚ୍ଛାବା ମରିଛି, ବଣରେ କେଣେ ମଣିଛି। ତୁ କାହାର ଖରାପ ଟୁମା? ଦିଉଡ଼ କହିଗଲା। ଇଚ୍ଛାବା ମରିଛି, ଆଲୋ ଆଲୋ ହାତେଉ। ହାୟ ହାୟ, ମରିଗଲା। ବେଶୀ ମଦ ପିଇ ପାଗଳ ପରି ସେ। ପୁୟୁ ପା ଯାଇ ଧରି ପକାଇଲା। ଟଳ ଟଳ ମଣିଷଟାକୁ ଭରା ଦେଇ ଦେଇ ଘର ଭିତରକୁ ନେଇଗଲା। ପଦେ କିଛି କହିଲା ନାହିଁ। ଦିଉଡ଼ କାନ୍ଦଣା ସ୍ୱରରେ ମନର ବିଳାପ ଧରିଥାଏ। ହାୟ ଇଚ୍ଛାବା, ମୋର ବେଜୁ ପରି ଇଚ୍ଛାବା ମରିଗଲା। ଆଲୋ ଆଲୋ, ହାତେଉ। ଶୋଇପଡ଼ି ମୁଣ୍ଡକୁ ତଳେ ପିଟିଦେଲା ମଲା ଲୋକର ଶୋକରେ। କର ଲେଉଟେଇ ଶୋଇଲା। ଅନ୍ଧାର ସବୁ ଘୋଡ଼େଇ ପକେଇଲାଣି। ହଜାରେ ମାଦଳ ଏକାଠି ବାଜିଲା ପରି ଝମଝମ ହୋଇ ବରଷା, ହାଉ ହାଉ ପବନ। ପୁୟୁ କବାଟ କିଳିଦେଲା। ଚୁଲି ଜାଳି ରାତିରେ ଖାଦି ଫୁଟାଇବାକୁ ଲାଗିଗଲା। ଭାବିବାକୁ ବହୁତ କଥା ଅଛି, କିଛି ବିଶ୍ୱାସ କରିବାକୁ ମନେ ହୁଏ ନାହିଁ। ଯାହା ଯେତେବେଳେ ହେବାର ତା ହେବ, ଏତିକି ତାର ବୁଦ୍ଧି। ବରଷା ଓହ୍ଲେଇଛି, ଘୋର ବରଷା। ରାତିଯାକ ପୁୟୁକୁ ନିଦ ନାହିଁ। ଜାଗି ବସିଛି, ଟାକି ବସି ହେଉଛି ଲେଞ୍ଜୁ କାକା ଆଇଲା କି? କିଏ ଥିରି ଥିରି ଡାକୁଛି, ପୁୟୁ ଶୋଇଲୁଣି କି? ନିଘୋଡ଼ ନିଦରେ ଶୋଇଛି। କି ଚିନ୍ତା ତାର ଦାଉରେ ଅନ୍ୟମାନେ କଷ୍ଟ ପାଇବେ, ସେ ଶୋଇ ରହିଥିବ। ବାରମ୍ବାର ପୁୟୁ ତଲାସି ଦେଖେ, ପଦାର ମେଘ ଅନ୍ଧାର ଦେଖି ଫେରିଆସେ। ଲେଞ୍ଜୁ କକାର କୋଠରୀର କବାଟ ସେହିପରି ବନ୍ଦ ରହିଛି। ପବନ ହାକବୁକା ମାରୁଛି, ଧଡ଼ ଧାଡ଼। ନିର୍ଜନ ରାତି, ପ୍ରବଳ ମେଘ। ଲେଞ୍ଜୁ କକା ନାହିଁ। ଆପଣାର ମନ ବିକଳ ହୋଇ ଜବାବ ଦିଏ, ସେ ଆଉ ଫେରିବ ନାହିଁ। ପ୍ରାଣରେ ଅପମାନ ପାଇ ସେ ଗଲା। ଆପଣାର ମନ ଜବାବ ଦିଏ, ସହିବାର ସୀମା ଡେଇଁ ଉପୁଛି, ବଳେଇ ଗଲାଣି। ଏଥର ଘର ଭାଙ୍ଗି ପଡ଼ିବ, ସବୁ ଗଲା। ଛତର ଛାଉଳ। ସରବୁ ସାଉଁତା ଘର ତୋଳିଥିଲା, ଖୁଣ୍ଟ କାଠ କାନ୍ଥ ଚାଳ। ଶାଳଗଛ ପରି ପ୍ରକାଣ୍ଡ ମଣିଷ, ପ୍ରାଚୀନ କନ୍ଧ, ସମାଜର କନ୍ଧ, ସଂସ୍କାର ପ୍ରତୀକ ପରି। ହାୟ କୁଳବୁଦ୍ଧ। ସଂସ୍କୃତିର ଜଗୁଆଳି ଆପଣା ଦଳ ଆପଣା ଗୋଠ ଜଗି ଧରଣୀରେ ଯୁଗେ ବିତେଇ ଦେଇଥିଲା, ଚାଲିଗଲା। ଘର ଆଗରେ ଏଇ ଚଟା ପଥର ଉପରେ ତାର ଆସନ ଥିଲା। ସେଇଠି ବସି ତାର ରାଜୁତି। ଆଜି ସେ ନାହିଁ। ସମାଜ ଉପରେ ତାର ତେଜ ନାହିଁ। ପବନରେ ତାର ସ୍ପର୍ଶ ନାହିଁ। କେବଳ ବିଷ ଧରି ରଖେଇବା, ଗୁନ୍ଥି ରଖେଇବା ଶକ୍ତି ଚାଲିଯାଇ ସବୁ ଖାଲି ଗୁଣ୍ଡା ଧୂଳି। ସେହି ଧୂଳି ସୁଦ୍ଧା କକ୍ଷଚ୍ୟୁତ। ପବନ ଉଡ଼ଉଛି, ମେଘ ଭସେଇ ନେଉଛି। ସବୁ ଯେ ଯୁଆଡ଼େ ସ୍ଥିତି ନାହିଁ, ବିଚ୍ୟୁତି। ସମୟର ବିଷ, ଯୁଗାନ୍ତର, ମନନ୍ତର। ପୁୟୁ ଭାବୁନଥିଲା। ତାର ମନ ଗହୀରର ଦର୍ପଣ ଉପରେ ଛାଇ ପଡ଼ିଥିଲା ପର୍ବତ ଦେଶର ମେଘର ଅନ୍ଧାର, ଶୀତ। କାନରେ କେତେ କ'ଣ ରାଉ ରାଉ ଶବ୍ଦ ଭାଙ୍ଗି ପଡ଼ୁଛି, ଓଲଟି ଯାଉଛି, ଗଡ଼ି ଗଡ଼ି ଚାଲି ଯାଉଛି ବସୁଧା ଫାଟର ଅନ୍ଧାରୀ ପାତାଳକୁ। ପୁରୁଣା ଯାହା, ସ୍ଥିତିବାନ ଯାହା, ତାହା ଆଉ ରହୁନାହିଁ। କାହିଁ ଅଭ୍ୟସ୍ତ ପୃଷ୍ଠପଟ କି ପ୍ରଳୟ? ଭବିଷ୍ୟତର ରୂପ କ'ଣ? ହାକିନା ଶୋଇଛି, ଦିଉଡ଼ ଶୋଇଛି। ଘର ଭିତରେ ହଲ ନାହିଁ, ଚଲ ନାହିଁ। ତଥାପି ପୁୟୁର ମନକୁ ଛୁଇଁଛି କେଉଁ ଅଜଣା କଳାଭୟର ଥଣ୍ଡା ପରଶ। ଭାବିବାକୁ ଡର, ହାତ ମାରିବାକୁ ଡର। ମଶାଣିରେ ସେ ଚେଇଁ ବସିଛି କି? ଓଃ, କି ଭୟ! କାହିଁକି ଏ ଭୟ? ବରଷା, ଅନ୍ଧାର।
ସକାଳକୁ ଡେରିରେ ଦିଉଡ଼ ଉଠିଲା। ଆଖି କସରା ପଡ଼ିଛି, କପାଳରେ ଲଙ୍ଗଳ ସିଅ ପରି କାର। ଖାଲି ଟାପରା କଲା ପରି ଆଲୁଅ ଟିକିଏ ହୋଇଛି। ଟିକିଏ ଦୂରରୁ ଝାପ୍ସା ଦିଶୁଛି। ପୁୟୁ ତାର କାମ କରି ଗଲା। କଣେଇ କଣେଇ ଅନେଇଲା। କଣେଇ କଣେଇ ଆସି ଛପି ଛପି ଧୂଆଁପତ୍ର ପିଳାଇ ଥୋଇ ଦେଇ ଗଲା। ନିଆଁ ଅଟାଟାଏ ଥୋଇ ଦେଇ ଗଲା। ହାକିନା ଟିଙ୍କ ପରି ତାର ଦେହରେ ଲାଖିଥାଏ। କେତେବେଳେ କେ ଗାଁର ଖାପିଆ ବଢ଼ି ଯାଇଥାଏ। ପାଖକୁ ଯାଇ ପୁୟୁ ଧୀରେ ଧୀରେ କହିଲା, ଖାଇବ ନାହିଁ କି? ଉତ୍ତରରେ ଗୋଟାଏ ବିକଟାଳ ହେଣ୍ଟାଳ। ତାର ଅର୍ଥ କିଛି ନାହିଁ। ଚମକି ପଡ଼ି ପୁୟୁ ଗଛକୁ ଘୁଞ୍ଚିଗଲା। ପୁଣି ଧୀରେ ଧୀରେ କହିଲା, ଦେହ ଖରାପ ଲାଗୁଛି, ଦିଶାରୀ ଡାକିବି? ଦିଉଡୁ ପାଟିକଲା, କାହିଁକି ଲାଗିଛୁ ଦେଖିବୁ? ପୁୟୁ କାମରେ ଚାଲିଗଲା। ଚହଲା ପାଣିକୁ ଦେଖି ଦେଖିକା ଦିଉଡୁ ସେଠି ବସି ରହିଥାଏ। ଥରେ ଗର୍ଜନ କଲା, ମଦ। ଶୁଭୁଛି? କହିଲି, ମଦ। କଅଁଳ ହୋଇ ଅପରାଧୀ ପରି ପୁୟୁ କହିଲା, କୋଉଠୁ ପାଇବେ? ଘରେ ତ ନାହିଁ। ଯା ବାରିକ ଘରକୁ ଆଣିବୁ। ପିଲାଟିକୁ ଛାତିରେ ଜାକି ପିଠି ବଙ୍କେଇ ତିନ୍ତି ତିନ୍ତିକା ଦୌଡ଼ି ପୁୟୁ ଚାଲିଗଲା ବାରିକ ଘରକୁ। ତଣ୍ଟି ଯାକେ କାନ୍ଦ ଉଠି ଆସୁଥାଏ, ପୁଣି ଉପରକୁ ତଳକୁ ଗଡ଼ି ପଡ଼ୁଥାଏ। ନିବୁଜା ଅନ୍ଧ ଭୟର ବୋଝ। ଆଜି ତାର ନୂଆ ସକାଳ ସତ। ସାଉଁତାର ବୋହୂ, ସାଉଁତାର ଭାରିଜା ହୋଇ କେବେ ସେ ତଳ ହାତରେ ମାଗିବାକୁ ଡମ୍ବ ବାରିକର ଦ୍ୱାରସ୍ଥ ହୋଇନାହିଁ। କଥା ହେଉ ଅକଥା ହେଉ, କେଉଁଥିରେ ସେ ବାଧା ଦେବ ନାହିଁ। ଅରାତିର ସୂଚନା ଆଜି ବି ରହିଛି। କସର ଶୀତୁଆ ସକାଳରେ କପାଳ ଆପେ ଫାଟୁ, ନିଜେ ଜାଣିଶୁଣି ସେ ଫଟାଇବ ନାହିଁ। ବର୍ଷାରେ କୁଆଡ଼େ ଯାଉଛୁ ନୁନି? ଆରେ ଆ ଶୁଣିଯା। ହେ ନୁନି, କାହିଁକି ତିନ୍ତୁଛୁ? ତର୍ତ୍ତା ତିଲେଟେ ହେଲେ ନେଇଯା। ଆଲୋ ଆଲୋ ହାକିନାର ମା। ସାହି ଭିତରେ ଦିପାଖେ ଆପଣା ଘରେ ନିଆଁ ଉପରେ ଅଣ୍ଟି ମେଲି ଦେଇ ଲୋକେ ବସିଛନ୍ତି। ଡାକ ଛାଡ଼ୁଛନ୍ତି, ବର୍ଷା ଛେଚୁଛି। ନା, ସେ ସମୟ ନଷ୍ଟ କରିବ ନାହିଁ। କଜିଆ ମୁଲେଇବ ନାହିଁ। ଯେ ଯାହା ଭାବୁ ପଛେ। ଏଇ ବାରିକର ଘର। ଦାଣ୍ଡରେ କେହି ଥିଲେ କହିଦିଅନ୍ତା, କେହି ନାହାନ୍ତି। ଆଜି ଡମ୍ବଘର ଭିତରେ ତାକୁ ପଶିବାକୁ ପଡ଼ିବ। କୂଳର ବୋହୂ, ଶ୍ୱଶୁର ଥିଲେ କ'ଣ କହିଥାନ୍ତା? ଅଦିନିଆ କେଡ଼େ ବରଷାରେ କୁଆଡ଼େ ଆସିଲୁ ସାଉଁତାଣୀ? ଆ ଆସୁନୁ, ଆ ଉଠିଆ ଉଠିଆ। ଆରେ ଛୁଆ ଟୋକି ବି ତିନ୍ତେଇ ଦେଲୁ। ହେ ବୋହୂ, ଇଲୋ ବୋହୂ, ସାଉଁତା ଘରର ଲୋକ ଆସିଛନ୍ତି ବା। ଆ କି ଅକାଳ! ମେଘ ଲାଗିଛି ତ ଲାଗି ରହିଛି। ବସ୍, ଜୁଇ ତାପ୍ତୁନି, ଜୁଇ ତାପ୍ନୁନି, ଲେଶ୍ମ ଲାଗିଯିବ। କୁଆଡ଼େ ଆସିଛୁ? ବୁଢ଼ା ବାରିକ ଭୁର୍ସାମୁଣ୍ଡା ଡମ ଅସ୍ଥିର ହୋଇପଡ଼ିଲା। ମନ ଭିତରେ ଭାରି କୌତୂହଳ ହେଲାଣି। ଦିନେ ନାହିଁ କାଳ ନାହିଁ, ଆଜି କାହିଁକି ସାଉଁତାର ମାଇକିନା ଆସିଲା? କାଲି ରାତିରେ ତା ଘରେ ଗୋଟାଏ ଘଟଣା ଘଟି ଯାଇଥିଲା। ତା ପରଠୁ ଲେଞ୍ଜୁକନ୍ଧର ଦେଖା ନାହିଁ। ବର୍ତ୍ତମାନ ବର୍ଷାରେ ତିନ୍ତି ବୁଡ଼ି ଦିଉଡ଼ୁର ସ୍ତ୍ରୀ ପଳେଇ ଆସିଛି ପିଲାଟିକି ନେଇ। ଖଟରେ ସେ ବସିଲାଣି। କେମିତି ମୁହଁ କରି ଚାରିଆଡ଼କୁ ଅନେଇ ଲାଗିଛି। କିଛି କହୁନାହିଁ। କହ କହ ନୁନି, ମନ ଖୋଲି ସବୁ କହିଯା। ମୁଁ ତୋର ଶ୍ୱଶୁରର କୁକୁର। ମତେ ଗୋଟାଏ ସଙ୍କୋଚ କ'ଣ? ପୁୟୁ ସୋନାଦେଈକୁ ଦେଖୁଥାଏ। ବାରିକର ବୋହୂ। ତୁଣ୍ଡ ଫିଟୁନାହିଁ। ମୁହଁକୁ ତଳେ ପୋତି ସେ ବୋଲାହାକ କରିଯାଉଛି। ୟାରି ଠେଇ କ'ଣ ଅଛି, ଯାହା ପାଇଁ ଗାଁରେ ଖଣ୍ଡେ ହୋଇଛି, ହାଟ ବସିଛି? ବାରିକ ତୀକ୍ଷ୍ଣ ଦୃଷ୍ଟିରେ ତାର ହାବଭାବକୁ ନିଘା କରୁଥାଏ। ଅନୁମାନ ଠିକ୍ ଲାଖିଛି ପରା। ପୁୟୁ ସେ ସୋନାଦେଈକୁ ଅନେଇ ରହିଛି ଯେ ପଲକ ପଡ଼ୁନାହିଁ। ହଁ, ଲୋକେ ତାରି ବୋହୂକୁ ଦାୟୀ କରିବେ, ତାରି ପୁଅକୁ ଦାୟୀ କରିବେ। ସେ କ'ଣ ଜାଣେ ନାହିଁ ପାପର ଶାସ୍ତି ଖୁଣି? ଭଗବାନ ଦେଖୁଥିବେ, ତାର କିଛି ଦୋଷ ନାହିଁ। ପୁୟୁ କାହିଁକି ଆସିଥିଲା ଭୁଲିଯାଇ ସାରିଲାଣି। ଏଇ ଘର, ଏ ଆସନ, ଏ ଘରର କଳା ଇତିହାସର ଗନ୍ଧ ସତେକି ଲାଗି ରହିଛି ପବନରେ। ତୁରୁଞ୍ଜା ବାଳମୁଣ୍ଡା ଚୋରି କରନ୍ତି। ବାରିକ ରାନ୍ଧେ ମଦ। ସୋନାଦେଈ ପରା କବାଟ କଣରେ ଜାଲ ପକେଇ ବୁଢ଼ିଆଣୀ ପରି ଛକି ବସିଥାଏ। ଏଇ ସେ ସୋନାଦେଈ। କୁଆଡ଼େ ଆସିଲୁ କହିଲୁ ନାହିଁ ନୁନି? କ'ଣ ସେ ଶୁଣୁନାହିଁ? ବାରିକ ଭାବୁଥିଲା, ମାଇକିନିଆଙ୍କ ଛାତିରେ ବଳ କେତେ? ଏହିପରି ବକା ହୋଇ ବସନ୍ତି, କିଛି ଗୋଟାଏ ଦେଖିଲେ। ସମାଜ ତାକୁ ନିନ୍ଦିବ ନିଶ୍ଚୟ। ଅତି ବେଶୀ ହେଲେ ବାରିକ କାମଖଣ୍ଡ ଛଡ଼େଇ ନେଇଯିବ। ବାରିକ ଭୂମିରୁ ବାହାର କରିଦେବ। ଦିଅନ୍ତୁ, କିନ୍ତୁ ତାର ଆପଣା ପରିଶ୍ରମରେ କମେଇ ଖାଇବାକୁ ତ ଡମ୍ବ ଶିଖିନାହିଁ। ବରଂ କାମ କରି ଖାଇବାକୁ ସେ ଘୃଣା କରେ। ସେ ଆକୁଳ ହେଲା। ପୁୟୁ ସାନ ହୋଇ ମଦ ଟିକିଏ ମାଗିବାକୁ ଦୋଦପାଞ୍ଚ ହେଉଥିଲା। କ'ଣ ବୋଲି ସେ ଆରମ୍ଭ କରିବ? ତାପରେ ଏହି ସୋନାଦେଈ, ତା ଆଗରେ ନିଜକୁ କେମିତି ଛୋଟ କରିବ ସେ? ବହୁତ ଅପେକ୍ଷା କରି ଛେପ ଢୋକି ଢୋକି ସେ କହିଲା, ସାଉଁତା ତୋତେ ଡାକୁଛି। ଡାକୁଛି? ସେଇଥିପାଇଁ ତୁ ଦୌଡ଼ି କରି ଆସିଲୁ?
କ'ଣ ହେଇଛି ତାର? କିଛି ନାହିଁ, ମେଘୁଆ ପାଗ, ଥଣ୍ଡା ଲାଗୁଛି। କହିଲା ନିଶା ପାଣି କେଉଁଠୁ କିଣିବାକୁ ବି ମିଳୁନାହିଁ। ଯା ବାରିକ ବୁଢ଼ାକୁ ଡାକିଦେବୁ। ଡକେଇଛି ମୋର ରଜା। ଆରେ ସୁନା ଦେଇ ମୋ ଠେଙ୍ଗାଟା ଦେରେ। ଠେଙ୍ଗା ହିଁ ବାରିକର ସନ୍ତକ। ଗୋଟାଏ ଠେଙ୍ଗା ଅଜାଠୁ ନାତି ହାତକୁ ଚାଲି ଆସେ। ବାରିକ ଧଡ଼ପଡ଼ ହେଲା, ତରତର କଲା। ଦେରେ ଦେରେ, ଏ ବର୍ଷା ପାଗରେ ମୋର ଖାଉନ୍ଦ ମୋତେ ସ୍ମରଣ କରିଛି। ଆହା, ତାର ପାଦୁକା ଶୀତଳ ଥାଉ, କି ଦୟା। ମଦ ପାଣି ନାହିଁ ବୋଲି କହିଛି ରେ। ଆରେ ସୁନା ଦେଇ, ସେ ମାଠିଆଟା ଘରୁ ଆଣିଦେ। ପିଇ ଯାଉ ମୋର ରଜା, ଅସଲ ରନ୍ଧାମନ୍ଦ। ପାଣି ଟିକେ ବି ନାହିଁ। ବର୍ଷା କାକରକୁ ଦେହରେ ତାତି ଆଣିବ। ତରବର ତରବର କର। ଗଳା ବସେଇ 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 ବାରିକ ଘରୁ ପିଣ୍ଡାକୁ ଘରୁ ବାଉଳ ପରି ଦୌଡ଼ ଲଗାଇଲା। ହଁ, ଚାଲାକ ଲୋକ ସେ। କାଲି ରାତିର ଦୁର୍ଘଟଣା ପରେ ସମସ୍ତଙ୍କ ଆଗରେ ସାଉଁତାକୁ ଖୁସାମତ କରିବା ତାର ଦରକାର ପଡ଼ିଛି। ସୁନା ଦେଇ ଠେଙ୍ଗା ବଢ଼ାଇ ଦେଇ ମଦ ମାଠିଆ ବଢ଼େଇ ଦେଲା। ବୁଢ଼ା ବାରିକ ତାର ପୁଅମାନଙ୍କୁ ଗାଳି ଦେଉଥାଏ। ଦେଖ ତ, ଏ ମେଘ ଧୋକାରେ କୁଆଡ଼େ ଯାଇଛନ୍ତି ଦୁଇ ଭାଇ। ତାର ଠିକଣା ନାହିଁ, ଥିଲେ ଏଟା ବୋହି ନଥାନ୍ତେ। କେତେ ଭାରି ଯେ। ସୁନା ଦେଇ ତରଲା ତରଲି ବଢ଼େଇ ଦେଲା। ବାରିକ କହିଲା, ତୁ ଗୋଟେ ନେଇନୁନି, ବର୍ଷାରେ କେମିତି ତିନ୍ତିବୁ। ପୁୟୁ ନାକ ଟେକିଲା। ନା, ତାର ସେତକ ସମ୍ମାନ ଅଦ୍ୟାପି ବାକି ରହିଛି। କହିଲି, ନା, ଏତେ ବଡ଼ ପାଣିରେ କେମିତି ଯିବୁ ନୁନି? ତୁ ଆଗରେ ଯା, ମୁଁ ପଛେ ଯିବି। ହଉ ହଉ, ବସିଥା ମା। ଆହା, କେଡ଼େ ଭାଗ୍ୟ, କେଡ଼େ ପୁଣ୍ୟ। ଆରେ ସୁନା ଦେଇ, ସାଉଁତାଣୀର ଗୋଡ଼ ମୋଡ଼ି ଦେ। ଦେଖ ଟିକିଏ, ଯଦି ହେଳା କରିବୁ ଆସିଲେ ପଣ୍ଡେଇ ପିଟା କରିବି। ହଉ, ମୁଁ ଚାଲିଲି। ସୁନା ଦେଇ ମୁହଁରେ ଲୁଗା ବିଣ୍ଡାଏ ମାଡ଼ି ହସୁଥାଏ। ବାରିକ ସବୁଥିରେ ମାତ୍ରା ବଢ଼େଇ ଦିଏ, ସେ ଜାଣେ। ମଦ ବୋହିଥିବ ବାରିକ, ପଛେ ପଛେ ସାଉଁତାର ସ୍ତ୍ରୀ। ପୁଇକୁ ଏ ଦୃଶ୍ୟ ବେପସନ୍ଦ ଲାଗିଲା। ଏଇ ଭଲ, ଦେଉଡ଼ର ମନ ବୁଝିଯିବ, ସେ ଆଉ ଚିଡ଼ିବ ନାହିଁ। ନିଛାଟିଆ ଘରେ ଦିଟା ସ୍ତ୍ରୀ ଲୋକ ପାଖକୁ ପାଖ। ସୁନା ଦେଇ ମୁହଁରୁ ଲୁଗାବିଣ୍ଡାକ ନେଇ ନାହିଁ। ପୁଇ ଆଡ଼କୁ ଅନେଇ ସେମିତି ହସି ଲାଗିଛି। ବାହାରେ ଓଃ, କି ବର୍ଷା! ଖାଲି କୁଡ଼ିଆର ପାଖ ଅଧକ ଦିଶୁଛି ଯେପରି ଟାଁସିଆ ଧୁଆଳିଆ ବାମ୍ଫର ସମୁଦ୍ର। ପୃଥିବୀ ଗର୍ଜୁଛି, ସୁନା ଦେଇ ହସୁଛି। କେତେ ପ୍ରକାର ସନ୍ଦେହ ହେଲା ଦେଉଡ଼ ସାଉଁତା ସ୍ତ୍ରୀ ମନରେ। କ'ଣ ହେଇଛି ତାଙ୍କ ସଂସାର ଯେଉଁଥିପାଇଁ ହୀନରୁ ହୀନ ଡମ୍ବୁଣୀ ମଧ୍ୟ ହସିପାରେ ଏତେ? ସ୍ତ୍ରୀ ମନର ସହଜ କୌତୂହଳ ଉଙ୍କି ମାରିଲା। ପୁଇ ଭାବିଲା, ଏଥିରେ କ୍ଷତି କ'ଣ? କେହି ତ ନାହିଁ କଟାକ୍ଷ କରିବ। କି ରହସ୍ୟ ରହିଛି ଏ ଘରେ? ବାଳମୁଣ୍ଡା ପରି ସ୍ୱାମୀ ପାଇ ସୁନା ଦେଇ କେବେ ତପସ୍ୱିନୀ ହୋଇପାରେ? ହେଉ ପଛେ ଡମ୍ବୁଣୀ, କି ସ୍ୱାସ୍ଥ୍ୟ, କି ଦେହ। ଶୈତାନ ପରି ମୌନ ମୁହଁ, ତଳକୁ ଆଖି। ଅସତର୍କ ଥିଲେ ଓଲଟି ପଡ଼ି ସାପେଇ ଦେଖିବ। ପୁରୁଷଙ୍କୁ ଠକି ପାରିବ, ସେ କିନ୍ତୁ ସ୍ତ୍ରୀ ନୁହେଁ। ଏ ମୌନ ମୂକ ହାବଭାବ, ଏଥିରେ କ'ଣ ଗମ୍ଭୀର ଗର୍ବ ନାହିଁ? କେତେ ଛପାଛପି ଘଟଣାର ନୀରବ ଟିପ୍ପଣୀ କ'ଣ ଏ ନୁହେଁ? ପୁୟୁର ଆଗ୍ରହ ହେଲା ବୁଝିବାକୁ ଯେ ସୁନା ଦେଇ କ'ଣ ଜାଣେ। ସେ କେତେ ଦୂର ଜାଣେ। ଗଳା ଥରେଇ ଥରେଇ ଡାକିଲା, ସୁନା ଦେଇ। ଶୀତ କରୁନାହିଁ ସାଉଁତାଣୀ? ପିଲାଟି ପରା ଅଛି, ଘର ଭିତରକୁ ଆସ। ଘର ଭିତରକୁ ଯିବି ସୁନା ଦେଇ? ପୁୟୁ ଆଶ୍ଚର୍ଯ୍ୟ ହେଲା। କି ବିଚିତ୍ର ଅନୁରୋଧ! ସୁନା ଦେଇ କିଛି ନ କହି ଭିତରକୁ ଚାଲିଗଲା। କ'ଣ ସଁ ସଁ ଶୁଭିଲା ସେ କଲାବେଳେ? ସେ କ'ଣ ହସି ଦେଇ କଲା, ନା ତାକୁ ଥଣ୍ଡା ଲାଗିଛି? କିଛି ସମୟ ପରେ ସୁନା ଦେଇ ନିଆଁ ଫୁଙ୍କିଲା। ଆଗ ବଖାରାରେ ନିଆଁ ଜଳିଲା। ସୁନା ଦେଇ ପାଖକୁ ଆସି ଉଷୁମ କରି ପାଣିରେ ମିଶେଇ ମଦ ଟିକିଏ ଆଣିଦେବି, ହାଲୁକା ମଦ। ପୁଇ କହିଲା, କ'ଣ କହିଲୁ? କଥାଭାଷା ସିନା ନାହିଁ, ମୋତେ କ'ଣ ତୁ ଚିହ୍ନି ନାହୁଁ କିଲୋ? ସୁନା ଦେଇ ଏଥର ପରିଷ୍କାର ହସିଲା। ଲାଜ କରିବାକୁ ଗରଜ ନାହିଁ ତାର ମୋଟେ। କହିଲା, ସାତ୍ରା, ଅର୍ଥାତ୍ ଶ୍ୱଶୁର ବୁଢ଼ା ପରା କହିଦେଇ ଗଲା। ତୁମେ ଶୁଣିଲ? ମୁଁ ତୁମର ସେବା କରୁଥିବି। ଆମେ ତୁମର ନୌକର ଲୋକ। ଆମ ଘର କ'ଣ ତୁମର ନୁହେଁ? ଭିତରକୁ ଆସନ୍ତ, ନିଆଁ ପାଖେ ବସନ୍ତ, ଟିକିଏ ଆରାମ କରନ୍ତ। ଏମିତି ଯେଉଁମାନେ କରନ୍ତି ତାଙ୍କର କ'ଣ ଜାତି ଚାଲିଯାଏ, ନା ଲୋକେ ତାଙ୍କୁ ପାଖରେ ପୁରାନ୍ତି ନାହିଁ? ପୁୟୁ ମନକୁ ମନ କ'ଣ ବୁଝିପାରିଲା, ଆଉ ଜବାବ ଦେଲା ନାହିଁ। ଭାବିଚିନ୍ତି ପଚାରିଲା, ସୁନା ଦେଇ, କାଲି ଏଠିକି ଲେଞ୍ଜୁ କାକା ଆସିଥିଲେ କି? ଫଁ କରି ଉଠି ଫଣା ପିଟିଲା ପରି ସୁନା ଦେଇ କହିଲା, ସେ କଥା ମୋତେ କାହିଁକି ସାଉଁତାଣୀ? ମୋର ସେ ଗୋଳମାଳରେ କି ଯାଏ? ସେ ବୁଢ଼ାକୁ ପଚାରିଲେ ନାହିଁ? ସେ ମଦୁଆ ବୁଢ଼ାକୁ। ସେ ବାର ଲୋକଙ୍କୁ ଆଣି ଘରେ ପୁରାଏ। ମୁଁ ତ ମୁଣ୍ଡ ବିକିଛି। ବୁଢ଼ା ମଦ ଖାଇ ହୁକୁମ କରୁଥିବ, ମୁଁ ବସି ଗୋଡ଼ ଘଷି ଦେଉଥିବି। ଏଇଥିପାଇଁ ଜନ୍ମ ପରା। ନହେଲେ ଆଜି କେହି ନଥିଲା ବେଳେ, ମୋର ବର ନଥିଲା ବେଳେ ତମେ ମୋତେ ଏମିତି ଦରିପ୍ରାପ୍ତି କରନ୍ତ କି? ମୋ କର୍ମ। ସୁନା ଦେଇ କାନ୍ଦିଲା। ପୁୟୁ କହିଲା,
ସତରେ ତୋର ବର ଏଠି ଥିଲେ ତୋର ବଳ ହୋଇଥାନ୍ତା। ହଁ ହନ୍ତା ନାହିଁ, ସୋନା ଦେଇ କହିଲା। କାହିଁର ମୁଁ ଓଲିହୁଣ୍ଡି ପିଲା ପରି ଲୋକ, କାହିଁର କୋଉ ଗୋଳମାଳ ଗାଳି ତୋର ଖାଳ। ଛେପ ଢୋକି ଦେଇ କଥା ବଳେଇ ଦେଲା। କହିଲା ସେ ବୁଢ଼ାକୁ ପିଟ ମାର, ସବୁ ଅନର୍ଥର ମୂଳ ସେ, ସବୁ ନାଟ ଲଗେଇବ ମତେ ଝଗଡ଼ା ଝାଟିକୁ ଟାଣିବ। ଆମେ ଡରୁଆ ଲୋକ, ନିଆଶ୍ରୀ ଲୋକ, ହେଇଟି ତମେ ଆଗରୁ ଦିରାଇ ହୋଇ ବସିଛ। ପିଲାଟା ଶୀତରେ ଥରୁଛି, ପଜେ ଜୁଇ ଟିକିଏ ତାପିଦେଲେ ନାହିଁ। ମୁଁ ଯାଚିଲି ବୋଲି ମୋର କାଟ ଯାହା କର। ଏଇ ମେଘ ଦେବତାଙ୍କୁ ସାକ୍ଷୀ ରଖି କହୁଛି, ଯେଉଁ ନିୟମ ଦେବ ସେ ନିୟମ କରିବି। ବାଗଛାଲ ଧରିବି, ସେକ୍ସନ ପୋଥି ମୁଣ୍ଡେ ବୋହି କଲ କହିଲେ କହିବି। ମୁଇଁ ନିର୍ଦ୍ଦୋଷ। ସୋନା ଦେଇ ପାଟି କରି କାନ୍ଦି ଉଠିଲା। ତାର କାନ୍ଦଣା ଦେଖି ହାକିନା କାନ୍ଦିଲା। ପୁୟୁ ଆଶ୍ଚର୍ଯ୍ୟ ହେଲା। କେତେବେଳଠୁ ଏ ମାଇକିନା ତାକୁ ଛକି ରହିଥିଲା। ବାଃ ସାମାନ୍ୟ ଜନ୍ତୁ ନୁହେଁ ତ। କିଲୋ ତୁ ସେମିତି କାନ୍ଦୁଛୁ କାହିଁକି? ମୁଁ କିଛି କହିଲି କି ତୋତେ? ସୋନା ଦେଇ ରା ଧରିଥାଏ। ମୁଇଁ ନିର୍ଦ୍ଦୋଷ। ତମେ କୋପ୍ କରିବ, ବୁଢ଼ାକୁ ଗାଁରୁ ଖେଦିଦେବ। ଗାଁ ଲୋକେ ଏ କୁଡ଼ିଆକୁ ଉପାଡ଼େଇ ଦେବ। ତୁମର ଇଚ୍ଛା, ମୁଁ କ'ଣ କହିବି? ଯୁଆଡ଼େ ହେଲେ ଚାଲିଯିବି। ମାତ୍ର ଜାଣି ରଖ, ମୁଇଁ ନିର୍ଦ୍ଦୋଷ। ଜାଣିଛି ସୋନା ଦେଇ, କିଏ ତୋର କୋଉ ଦୋଷ ଦେଉଛି। ମୁଁ କ'ଣ ମଣିଷ ନୁହେଁ? ମୁଁ ନ ଜାଣିବି? ହଉ, ଏ ମେଘ ଆଉ ଛାଡ଼ିବ ନାହିଁ ମୁଁ ଦେଖୁଛି। ଯାଏଁ, ଡେରି ହେଲାଣି ତେରେ। ସୋନା ଦେଇ ଆଡ଼କୁ ମୁହଁ ନ ବୁଲେଇ ବର୍ଷାରେ ତିନ୍ତି ପୁୟୁ ଘରକୁ ଚାଲିଗଲା। ୟା ପରେ ସେଠି ରହିବା ଅସମ୍ଭବ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।